ଆଉ ଦାନ୍ତ ଦେଖାନି। ଆଜି ତ ପଳେଇବ, ଆଜି ବିଦାୟ ରଜନୀ ଆଉ। ରଜନୀ ଆମ ପାଇଁ କାଇଁ? ରଜନୀ ବି ନାହିଁ। କେତେବେଳକୁ ଯିବ? ମୁଁ ନା ଏ ସନ୍ଧ୍ୟା 7ଟା ପରେ ବାହାରିବା। ମନ କେରକ ନାଗୁଛି? ମନ ତ ଦୁଃଖ ନାଗୁଛି, ହେଲେ କିସ କରାଯିବ, କରିବାର କିଛି ନାହିଁ। ସେଇ ନାଗି ଆଜି ଚିକେନ କରୁଛ ନା? ସେ ନାଇଁ ଭାଇ ଆସିଥିଲେ, ଭାଇ ବୋଲି କହିଲେ, ସେଇ ନାଇଁ ଟିକେ ଇଣ୍ଟରେଷ୍ଟ ହେଇଗଲା, କରିଦେଲେ ଆଉ। କେର ଦେଖାଉଛୁ, ଦେଖାଅ। ଦେଖି କେରକ ରାନ୍ଧିଛନ୍ତି, ଭଲ କଲର ଆସିଛି ତ। ସେ ଆଜି ପଳେଇ ଯିବେ। ଧୂଆଁ ବେରଛୁ ଡର ଟିକେ ଭାପଗା ପଳେଇ ଯାଉ। ହଁ କଲର ଆସିଛି। ଆଜି ତାଙ୍କ ହାତ ରନ୍ଧା ଆମକୁ ଚଖେଇକି ସିଏ ନାଇଁ ପଳେଇ ଯିବେ। ତାଙ୍କ ମୁହଁ ସେରକ, ମୋ ମୁହଁ ସେରକ, ଘର ସାରା ଲୋକଙ୍କର ମୁହଁ ବି ସେରକ। ଏଇଠି ବାପାଙ୍କର ଅନ୍ଧିଲି ମାଛ, କରାଣ୍ଡି ମାଛ, ଧୁତକିନି ମାଛ, ଦଣ୍ଡକିରି ମାଛ, ମହୁରାଳି ମାଛ ଏସବୁକୁ ପତ୍ର ପତୁଆ କରିକି ମା ଦେଇ ଦେଉଛନ୍ତି। ଚେନ୍ନାଇ ନେଇଯାଇକି ସେଇଠି ସେମାନେ ସେଦିନ ରାତିରେ ଖାଇବେ, ନହେଲେ ତା ଦିନ ସକାଳୁ ଖାଇବେ। ସେଇଥିପାଇଁ ପତୁଆ କରିକି ଦେଇ ଦେଉଛନ୍ତି। ଆଉ ସେଠି ଆଉ ପତ୍ର ପତୁଆ ପାଇବେ ନା ସେମାନେ, ସେଇ ନାଗି। ରୋଷେଇ ବାସ ଖିଆ ପିଆ ସବୁ ସରିଯିବା ପରେ ହେଇଗଲା ସନ୍ଧ୍ୟା ସମୟ। ପରିଡ଼ା ବାବୁଙ୍କର ଟ୍ରେନ୍ ସମୟ ହେଇଗଲା। ଆଉ ବେଶୀ ଡେରି ନକରି ଆମେମାନେ ସମସ୍ତେ ତାଙ୍କ ପାଇଁ ସବୁ ଜିନିଷପତ୍ର ପ୍ୟାକିଂ କରିଦେଲୁ। ପ୍ୟାକିଂ ପତ୍ର କରିସାରିବା ପରେ ଆମେ ସମସ୍ତେ ବସିକି ଟିକେ କଥାବାର୍ତ୍ତା ହେଲୁ। କଥା ହେଇ ସାରୁ ସାରୁ ଟେମ୍ପୋ ଆସି ଘରେ ପହଞ୍ଚିଗଲା। ଯେହେତୁ ଶୀତ ଦିନିଆ ଚାଲିଛି, ବାଇକରେ ଗଲେ ବହୁତ ଥଣ୍ଡା ଲାଗିବ, ସେଇଥିପାଇଁ ଟେମ୍ପୋରେ ଗଲେ। ସତରେ ସାଙ୍ଗମାନେ, ୟା ଭିତରେ କେମିତି ଯେ 20 ଦିନ ବିତିଗଲା ଜମା ଜଣା ପଡ଼ିଲାନି। ପରିଡ଼ା ବାବୁ ତ ବାହାରି ଗଲେ ଚେନ୍ନାଇ ପାଇଁ, ହେଲେ ଘରେ ଆମ ସମସ୍ତଙ୍କର ମନ ଏତେ ଦୁଃଖ ଯେ ସେ କଥା ମୁଁ ଆପଣମାନଙ୍କୁ କହିପାରିବିନି। ମୋ ମାମା ବି ତା ବାବା ଗଲା ବେଳକୁ ଶୋଇଯାଇଥିଲା, ସକାଳ ବେଳକୁ ତା ବାବାକୁ ବହୁତ ଖୋଜିବ।